ମାନେ ଆମେ ଆଜି ପହଞ୍ଚିଗଲୁ ଦିବ୍ୟାଂଶୀର ବାର୍ଥଡେରେ। ଦିବ୍ୟାଂଶୀ ବାର୍ଥଡେରେ ଆମେ ଆସି ପହଞ୍ଚିଲା ପରେ ଲିଟିଲ୍ ଶ୍ରିୟାନୀ ବର୍ତ୍ତମାନ ଦିବ୍ୟାଂଶୀକୁ ଗିଫ୍ଟ କରୁଛନ୍ତି। ଏପଟ ସବୁ ବହୁତ ଗେଷ୍ଟ ମାନେ ସବୁ ଆସି ପହଞ୍ଚିଗଲେଣି। ଖୁସି ବି ଆସିଛି, ଆମ ଛୋଟ କୁନି ବେବି ବି ଆସିଛି। ବର୍ତ୍ତମାନ ବହୁତ ସୁନ୍ଦର ସାଜସଜ୍ଜା ଭିତରେ ବର୍ତ୍ତମାନ ପାଳନ ହେବ ବାର୍ଥଡେ। ଆସନ୍ତୁ ଟିକିଏ ଦେଖିଦେବା ନଜର। ଇଏ ହେଉଛି ଗୋଟେ ଇସ୍କନ ମନ୍ଦିର। ଇସ୍କନ ମନ୍ଦିରରେ ବର୍ତ୍ତମାନ ଆମର ସାହୁ ବାବୁ ନେଇଥିଲେ ପ୍ରୋଗ୍ରାମ କରିବା ପାଇଁ। ବର୍ତ୍ତମାନ ପାଖାପାଖି 300-400 ଲୋକଙ୍କର ଆରେଞ୍ଜମେଣ୍ଟ ହେଇଛି। ଦେଖନ୍ତୁ ଭାତ, ଡାଲି, ଖଟା, ତା ସହିତ ଆପଣଙ୍କର ମଞ୍ଚୁରିଆନ୍ ବି ହେଇଛି, ଚିଲି ବି ହେଇଛି, ପାୟସ ହେଇଛି, ମିଠା ହେଇଛି, ପାମ୍ପଡ଼ ହେଇଛି। ସବୁ ଲୋକମାନେ ସବୁ ବର୍ତ୍ତମାନ ଦିନ 2ଟା ହେଲାଣି, ବର୍ତ୍ତମାନ ଲୋକମାନେ ସମସ୍ତେ ଆସିକି ଖାଇବାର ବ୍ୟସ୍ତ। ଏପଟେ ଲିଟିଲ୍ ଶ୍ରିୟାନୀ ଆଉ ଖୁସି ବି ଲାଇନ୍ ଲଗାଇ ସାରିଲେଣି। ଆମ ଛୋଟ ଝିଅ ଇସିତା ଖାଇବ ନାହିଁ, ସିଏ ଆଈଙ୍କ ପାଖରେ ଅଛି ଏବଂ ଆମେମାନେ ସମସ୍ତେ ଆସିଛୁ ବର୍ତ୍ତମାନ ଖାଇବା ପାଇଁ। ବର୍ତ୍ତମାନ ଖାଇବାରେ ଆସିଗଲା ରେଡ଼ି, ପୁରା ଗରମା ଗରମ। ବହୁତ ମଜାମସ୍ତି ବର୍ତ୍ତମାନ ଚାଲିଛି। ଲିଟିଲ୍ ଶ୍ରିୟାନୀ ଆଉ ଖୁସି ତାଙ୍କର ବସିକି ଖାଉଛନ୍ତି। ଲୋକମାନେ ବି ସମସ୍ତେ ଖାଇବାର ଟେଷ୍ଟ ମଜା ନେଉଛନ୍ତି। ଏତେ ସୁନ୍ଦର ସାଜସଜ୍ଜା ପାଇଁ ସାହୁ ବାବୁଙ୍କୁ ଧନ୍ୟବାଦ। ଆଉ ଏପଟରେ ଲିଟିଲ୍ ଶ୍ରିୟାନୀ ବି ବହୁତ ଏନ୍ଜୟ କଲାଣି। ଆଉ ଆମେମାନେ ବି ଟିକେ ଲଞ୍ଚ କରିଦେବା। ବର୍ତ୍ତମାନ ଲିଟିଲ୍ ଶ୍ରିୟାନୀ ଆଉ ଆମର ଇସିତା ଆଉ ତାଙ୍କ ସାଙ୍ଗ ଲାଡୋ ସବୁ କିଛି କିଛି କ୍ଲିପ୍ସ ଆପଣମାନେ ଦେଖନ୍ତୁ। ବାର୍ଥଡେରେ ଏସବୁ କ୍ଲିପ୍ସ ବହୁତ ସୁନ୍ଦର ସାଜସଜ୍ଜା ହେଇଛି। ଆଉ ଆପଣମାନଙ୍କୁ କେମିତି ଲାଗିଲା ବ୍ଲଗ୍ଟି ଆପଣମାନେ ନିହାତି କମେଣ୍ଟ କରିକି ଜଣାଇବେ। ଲିଟିଲ୍ ଶ୍ରିୟାନୀକୁ ସବସ୍କ୍ରାଇବ୍ କରିଦେବେ।